ମନ୍ଦିରଘାଟ ହୋଇକି ମନ୍ଦିରଘାଟ ବାସି ଦିନ ଆମର ବିସର୍ଜନଟି ହୁଅନ୍ତି। ଆମର ଏଠି ସକାଳ ହଳଦୀ ପାଣି ଯିବା ଆସିଲା ପରେ ଆମର ଏଠି ବିସର୍ଜନ ଠାକୁର ହୁଅନ୍ତି। ଏଇଟା ଆମ ପରମ୍ପରା ମାନେ ଇଏ ଗଣେଶ ବୁଢ଼ା ଗଣେଶ ହେଉଛି ଆମ ସାହିର 600 ବର୍ଷ। ଆମର ଗଣେଶଙ୍କର ଘଣ୍ଟ ବାଜିବ, ଆମ ଗଣେଶଙ୍କର ଭଜନ ବାଜିବ, ରାସ୍ତା ସାରା ପୂଜା ପାଉଥିବେ, ରାସ୍ତା ସାରା ଆଳତି ହେଉଥିବ। ସେ ଯେଉଁ ମାନେ ମାନେ ଖୁସି, ସେ ଖୁସି ଅନ୍ୟ ଗଣେଶ ମିଳିବନି ଆଜ୍ଞା। ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି କଟକ ସହରରେ। ପ୍ରଥମେ ପ୍ରଭୁ ଗଜାନନଙ୍କ ପୂଜା ସରିଛି ଏବଂ ଯାହା ଜିଲ୍ଲା ପ୍ରଶାସନର ନିୟମ ଅଛି ପ୍ରତ୍ୟେକ ରବିବାର ଅର୍ଥାତ୍ 3ଟା ରବିବାରରେ ଭସାଣୀ ଯାତ୍ରାରେ ନିଶ୍ଚିତ ଭାବେ ଗଣେଶଙ୍କୁ ବିଦାୟ ମଧ୍ୟ ଦିଆଯିବ। ପ୍ରଥମ ରବିବାର ଶେଷ ହୋଇଯାଇଛି ଏବଂ କଟକ ସହରରେ ଅନେକ ଗୁଡ଼ିଏ ମେଢ଼ ମଧ୍ୟ ବର୍ତ୍ତମାନ ଅଛି ଭସାଣୀ ଅପେକ୍ଷାରେ। ଆମେ ନିଶ୍ଚିତ ଭାବେ ଗୋଟେ ପୂଜା ମଣ୍ଡପରେ ବର୍ତ୍ତମାନ ଅଛୁ କଟକର ବଣିଆ ସାହି, ଯେଉଁଠି ବୁଢ଼ା ଗଣେଶ ପୂଜା ପାଆନ୍ତି ଏବଂ এই ବୁଢ଼ା ଗଣେଶଙ୍କର ବିଶ୍ୱସତ୍ୱ ବହୁତ କିଛି ରହିଛି। ବୁଢ଼ା ଗଣେଶଙ୍କର ଇତିହାସ ବହୁତ କିଛି ଅଛି, ଯେଉଁ ଇତିହାସକୁ ନେଇ ବୁଢ଼ା ଗଣେଶ ପ୍ରସିଦ୍ଧ ଅଛନ୍ତି ଏବଂ ବୁଢ଼ା ଗଣେଶଙ୍କର ଯେଉଁ ଭସାଣୀ ଶୋଭାଯାତ୍ରା ହେବ ତାହା ଗୋଟେ ପରମ୍ପରା ସୃଷ୍ଟି କରିଛି କଟକ ସହର ପାଇଁ। ପ୍ରଥମେ ବୁଢ଼ା ଗଣେଶ ଘାଣ୍ଟ ଖାଇବେ ଏବଂ ତା ପରଦିନ ଯାଇ ଭସାଣୀରେ ଶୋଭାଯାତ୍ରା ସାମିଲ ହେବେ ଏବଂ ଭସାଣୀକୁ ଯିବେ। ଆମେ ନିଶ୍ଚିତ ଭାବେ ଦେଖିବାକୁ ଚାହିଁବି କ୍ୟାମେରା ପର୍ସନକୁ। ବର୍ତ୍ତମାନ ବୁଢ଼ା ଗଣେଶଙ୍କର ପୂଜା ସମ୍ପୂର୍ଣ୍ଣ ଭାବେ ଚାଲିଛି କଣ୍ଟିନ୍ୟୁ। ଯେଉଁଦିନ ଠାରୁ ଗଣେଶ ପୂଜା ଆରମ୍ଭ ହେଲାଣି ସେଦିନଠାରୁ ଚାଲିଛି ଏବଂ ଯାହା ରହିଛି ରୀତିନୀତି ପରମ୍ପରା, ସେ ରୀତିନୀତି ପରମ୍ପରାରେ ବର୍ତ୍ତମାନ ପୂଜା ଚାଲିଛି ଏବଂ ପ୍ରତ୍ୟେକ ଦିନ ପୂଜା ଚାଲିଛି। ଆମେ ଆଲୋଚନା ମଧ୍ୟ କରିବା, ଆମ ସହିତ ଅଛନ୍ତି ନନା ଅଛନ୍ତି, ଆଲୋଚନା ଟିକେ କରିବା। ନନା, ନିଶ୍ଚିତ ଭାବେ ଆପଣଙ୍କୁ ଓଡ଼ିଶା ଭାସ୍କରକୁ ସ୍ୱାଗତ କରିବି। ବର୍ତ୍ତମାନ ଗଜାନନଙ୍କର କେଉଁ ପୂଜା ଚାଲିଛି ଏବଂ କେଉଁ ଦିନ ବିସର୍ଜନ ହେବେ ଏବଂ ଗୋଟେ ଅଛି ପରମ୍ପରା ଯେ ଘାଣ୍ଟ ଖାଇଲେ ଠାକୁର ଯାଆନ୍ତି। ମୋ ନାଁ ଅଶୋକ କୁମାର ଶତପଥୀ, ଘର ବଣିଆ ସାହି। ଆମର ଏଠି 3 ପିଢ଼ି ହେଲାଣି ଆମର ଏଠି ପୂଜା କରିଯାଉଛୁ। ଆମର ଏଠି ପରମ୍ପରା ରହିଛି। ଆମର ଏଠି ପୂଜା ଦିନ ପୂଜା ହେବେ, ଅନ୍ତବତର ଅନନ୍ତବତ ପୂଜା ହେବେ। ଦ୍ୱିତୀୟାରେ ଘାଣ୍ଟ ପୂଜା ହେଇକି ଦ୍ୱିତୀୟା ବାସି ଆମର ଘାଣ୍ଟ ଏଠି ଘର ଘାଣ୍ଟ ବାସି ଆମର ଏଠି ମନ୍ଦିର ଘାଣ୍ଟ ହୋଇକି ମନ୍ଦିର ଘାଣ୍ଟ ବାସି ଦିନ ଆମର ବିସର୍ଜନଟି ହୁଅନ୍ତି। ଆମର ଏଠି ସକାଳ ହଳଦୀ ପାଣି ଯିବା ଆସିଲା ପରେ ଆମର ଏଠି ବିସର୍ଜନ ଠାକୁର ହୁଅନ୍ତି। ଶୁଣୁଥିଲେ ଯେଉଁଭଳି ପ୍ରତିକ୍ରିୟା ଥିଲା, ଯାହା କହୁଥିଲେ ପୂଜକ ଯିଏ, ଯେ ଏଠି ପୂଜା ବର୍ତ୍ତମାନ ଚାଲିଛି ଏବଂ ପୂଜା ସରିଲା ପରେ ଠାକୁର ଯେଉଁ ରହିଛି ପରମ୍ପରା ଅନୁସାରେ ଘାଣ୍ଟ ହେବ ଏବଂ ଘାଣ୍ଟ ପରେ ଠାକୁର ବିଦାୟ ହେବେ। ଆଉ ଗୋଟେ ପରମ୍ପରା ମୁଁ କହିବି, କ୍ୟାମେରା ପର୍ସନ ଦେଖେଇବେ। ଏଇ ବୁଢ଼ା ଗଣେଶଙ୍କର ଦେଖନ୍ତୁ ଆପଣ ଶୁଣ୍ଡ ଯେଉଁ ଦେଖୁଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ସୁନାର ଶୁଣ୍ଡ ଏବଂ ଅନ୍ୟ ଯେଉଁ କହିବା ଯେ କଟକ ଯେଉଁ ତାରକସି ପାଇଁ ଓଡ଼ିଶା ପ୍ରସିଦ୍ଧ ଏବଂ ବିଶ୍ୱ ପ୍ରସିଦ୍ଧ ଅଛି, ତାର ତାରକସି କାମ ମଧ୍ୟ ଆପଣମାନେ ଦେଖୁଥିବେ। ରୂପାର ମୁକୁଟ ଗଜାନନଙ୍କ ମୁଖରେ ଲାଗିଛି ଏବଂ ସମସ୍ତେ ଶ୍ରଦ୍ଧାଳୁ ମଧ୍ୟ ପ୍ରତ୍ୟେକ ଦିନ ଭିଡ଼ ହେଉଛନ୍ତି। ଯାହା ରହିଛି କଟକର ଏଇ ଯେଉଁ ଗଣେଶ ପୂଜା, ନିଶ୍ଚିତ ଭାବେ ପ୍ରସିଦ୍ଧ ଗଣେଶ ପୂଜା। ଆମେ ଆଲୋଚନା କରିବା। ଆମ ସହିତ ଅଛନ୍ତି ପୂଜା କମିଟିର ସଭାପତି ଶିବେନ୍ଦ୍ର ହାତୀ, ଆଲୋଚନା କରିବା। ଆପଣ ନିଶ୍ଚିତ ଭାବେ ଓଡ଼ିଶା ଭାସ୍କରକୁ ସ୍ୱାଗତ କରିବି। କେତେ ବର୍ଷର ପରମ୍ପରା ଇଏ ଏବଂ ଗୋଟେ ରହିଛି ଯେ ବୁଢ଼ା ଗଣେଶ ଘାଣ୍ଟ ଖାଇଲେ ବାହାରକୁ ଯାଆନ୍ତି? ଆଜ୍ଞା, ଏଇଟା ଆମ ପରମ୍ପରା ମାନେ ଇଏ ଗଣେଶ ବୁଢ଼ା ଗଣେଶ ହେଉଛି ଆମ ସାହିର 600 ବର୍ଷ। ଆମେ ଯେତିକି ହିସାବ ପାଇଛୁ ଆମେ 600 ବର୍ଷ ପାଖାପାଖି ହେବେ। କାରଣ ପରମ୍ପରା ଅନୁସାରେ ଆମେ ଆଉ ତାଠୁ ଅଧିକ ଆମେ ଆଉ କଲେକ୍ସନ୍ କରିନୁ। 600 ବର୍ଷ ବୁଢ଼ା ଗଣେଶ। ଏଇ ବୁଢ଼ା ଗଣେଶ ହେବା ଦିନ ଠାରୁ ଦେଖୁଛନ୍ତି ତାଙ୍କର ଯେଉଁ ବେଶ, ଯେଉଁ ରଙ୍ଗରେ ଯେତିକି ଉଚ୍ଚତା, ଯେତିକି ଇଏ, ଯେମିତି ଆମ ମଠା ଡୁଗା ପିନ୍ଧିଛନ୍ତି ସେମ୍ ଆଜି ପର୍ଯ୍ୟନ୍ତ ସମାନ ଭାବରେ ସେ ଚାଲିଛି। ତାର ପରିବର୍ତ୍ତନ କିଛି ନାହିଁ। ମେଢ଼ ପରିବର୍ତ୍ତନ ହେଇପାରେ କିନ୍ତୁ ମୂର୍ତ୍ତି ପରିବର୍ତ୍ତନ ହେବନି। ତାପରେ ଆମର ଯେଉଁ ବିଧି ରହିଛି, ଆଜି ଯେଉଁ ଯାହାର ପାଳି ପଡ଼ିଥିଲା, ଯାହାର ପାଳି ଆମର ଏ ବର୍ଷ ଯାହାର ପାଳି ପଡ଼ିଛି ସରୋଜ ମହାରଣା, ତାଙ୍କର ପାଳି ପଡ଼ିଲା ବୋଧେ 20 ବର୍ଷ ପରେ ବୋଧେ ପଡ଼ିଲା। ପ୍ରଶାସନର ଗୋଟେ ନିୟମ ଅଛି ଡିଜେ ମୁକ୍ତ। ଆପଣଙ୍କର ଡିଜେ ମୁକ୍ତ ହୁଏ, କେବଳ ଘଣ୍ଟରେ ଯାଆନ୍ତି ଠାକୁର? ନାଇଁ ଡିଜେ ଫିଜେ ଆମର ନାହିଁ ଆଜ୍ଞା। ଆମର ସେଇ ବାଜେ ଗୀତ ବି ଆମର ବାଜିବାର ନାହିଁ। ସେ ଆଜୀବନ ହେଇଆସିଛି। ଆଜି ପର୍ଯ୍ୟନ୍ତ ମୁଁ ବି 20 ବର୍ଷ 25 ବର୍ଷ ସାହି ସଭାପତି ଥର ଅଛି, କିନ୍ତୁ ତାର ଭିତରେ ମଧ୍ୟ ସେଇଆ ଆମର ଗଣେଶଙ୍କର ଘଣ୍ଟ ବାଜିବ, ଆମ ଗଣେଶଙ୍କର ଭଜନ ବାଜିବ, ରାସ୍ତା ସାରା ପୂଜା ପାଉଥିବେ, ରାସ୍ତା ସାରା ଆଳତି ହେଉଥିବ। ସେ ଯେଉଁ ମାନେ ଖୁସି, ସେ ଖୁସି ଅନ୍ୟ ଗଣେଶ ମିଳିବନି ଆଜ୍ଞା। ଶୁଣୁଥିଲେ ଯେଉଁଭଳି ଭାବେ ସଭାପତି ଯାହା କହୁଥିଲେ ଯେ ଏଠି ଯେଉଁ ବୁଢ଼ା ଗଣେଶ ହୁଅନ୍ତି, ଏ ନିଶ୍ଚିତ ଭାବେ ଅଲଗା ଗଣେଶଙ୍କ ଠାରୁ ଟିକେ ନିଆରା। ଅର୍ଥାତ୍ ଏଠି ଯେତେବେଳେ ବିସର୍ଜନ ହେବାକୁ ଠାକୁର ଯିବେ, କୌଣସି ବାଜା ଡିଜେ ଏସବୁର ନାହିଁ, କେବଳ ଘଣ୍ଟରେ ହିଁ ଠାକୁର ଯିବେ। ଆଉ ଗୋଟେ ବିଧିବଦ୍ଧ ପରମ୍ପରା ରହିଛି ଇତିହାସରୁ
जे प्रथमे घाट हम एवं घाट खाई सारा पर गणेश बाहर भसाणी की निश्चित भाव आलोचना करवा यही साहिर झील जी ये जन्म होते बह होती कटक से बाप घर को छुट्टी आसछंती गजानन को दर्शन करने एवं किसी श्रद्धालु सहित अच्छा आपको खुशी लगुच निज बाप घर जगह केते वर्ष रही ठाकुर केमी देखुले बर्तमान केमी देखुछन आमे तो जन्मरू ही रहीचु ठाकुर सांगरे एठी ही आमर बढ़िबा एटा भी आमर गोटे चाटशाली थिला सेतबेले ज्योति सार थिले आमर अ आ एठु ही आरंभ हेछि एणुकरी बहुत खुशी लागुची एते प्रसिद्ध ठाकुर आज पर्यंत आमे भी जहा किछि दुख जणीबा को तंको आसु से ही सब समाधान करंती केते परिवर्तन केबे देखिचंती पूर्व तो सही गणेश थिले एबे भी सही मूर्ति ना किछि किछि परिवर्तन नहीं प्रत्यक्ष आखिरे लुह आसी जाउची जो भाव में गोटे विश्वास रही गोटे परंपरा रही कटक सहर बुढ़ा गणेश होउचंती प्रत्येक ठाकुर जार छोट बेलू जी ये जन्म होते ये पाठपढ़ा आरंभ करते आज सी बाही सारा पर आसीचंती एवं निजे अनुभूति कहते आपन को जे एक गणेश होउचंती प्रत्येक गणेश जहाँकर आशीर्वाद कामना करने कटक सहर को अनेक जगार ओडिशा बाहर श्रद्धालु मान अच्छा एमती किसी श्रद्धालु आम सहित आसी जोड़ी होती ओडिशा बाहर आपन को निश्चित भाव स्वागत करी ओडिशा भास्कर को केमती लगुच बर्तमान ये जो कटक देखुंत बुढ़ा गणेश पाखे अच्छा केमती लगुच बहुत ही बढ़िया लगुच बहुत ही पवित्र परिवेश लगुच और मो आगुरी भी जमती कही बहुत ही बेसी प्रसिद्ध एंड मुझे जानी नी मुझे जाइकी भी ए विषय पढ़ी कि कौन केमती बुढ़ा गणेश कहीं कहती मुझे ही जाना पाइली द्वितीय घंट कथा कि केमती ठाकुर को चढ़ाला ही ठाकुर उठाती तो से मु आगामी वर्ष भी देखुची केमती आसपारि शुणुले जो प्रतिक्रिया जहाँ दौले निश्चित भाव कौटी ना कौटी बुढ़ा गणेश प्रति से भल पाइबा से विश्वास अच्छी सी ओडिशा आसी बुढ़ा गणेश को दर्शन करछंती एबे बुढ़ा गणेश कार्यक्रम सबुजाक चली घंट परंपरा गोटे अच्छी श्रद्धालु मैंने अपेक्षा करछंती घंट बाजिबो एवं बुढ़ा गणेश जो रही घाट खाई सारा पर भसाणी यात्रा शोभा यात्रा जीवे एवं भसाणी हेबे एबे अपेक्षा बुढ़ा गणेश भसाणी को कटक बणिया परिसर बलराम नायक ओडिशा भास्कर।